ଶିବରାତ୍ରି କୁ ମହାଶିବରାତ୍ରି ବୋଲି କାହିଁକି କୁହାଯାଏ ଏବଂ କାହିଁକି ପାଳନ କରିବା କଥା? ଏ ଯୋଉ ମହାଶିବରାତ୍ରି ବା ଜାଗର କାହିଁକି ପାଳନ କରିବା କଥା, ପାଳନ କଲେ କଣ ଲାଭ ହୁଏ ଆମର, ଜାଣିବା ଏ ସମସ୍ତ ବିଷୟରେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବହୁତ କିଛି କଥା ଆପଣ ମାନେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣ ମାନଙ୍କୁ ଆଜିକାର এই ଭିଡିଓରେ। ଆପଣ ମାନେ ଜାଣନ୍ତି କି ଯେ ଗୋଟେ ବର୍ଷରେ 12ଟା ଶିବରାତ୍ରି ପଡିଥାଏ। ତେବେ ଆପଣ ମାନେ ବୋଧହୁଏ ଗୋଟିଏକୁ ହିଁ ଜାଣନ୍ତି, ଯାହାକୁ ଆମେ ଜାଗର ବୋଲି କୁହନ୍ତି ବା ମହାଶିବରାତ୍ରି ବୋଲି କୁହନ୍ତି। ତ ଶିବରାତ୍ରି ତ 12ଟି ଆସେ, କିନ୍ତୁ 11ଟି ହଉଛି ଶିବରାତ୍ରି, ମାନେ ଖାଲି ଶିବରାତ୍ରି, ଆଉ ଗୋଟିଏ ହଉଛି ମହାଶିବରାତ୍ରି। କାହିଁକି ମହା ଶବ୍ଦଟି କେବଳ ଏଇ ଯୋଉ ଜାଗର ଦିନ ଯୋଉଟା ପଡିବ ଆମର ଶିବରାତ୍ରି, ତାକୁ ମହାଶିବରାତ୍ରି ବୋଲି କାହିଁକି କହୁଛନ୍ତି ଜାଣିବା। ଆଉ ଜାଗର ବ୍ରତ କଲେ କଣ ସବୁ ଆମର ଲାଭ ହୁଏ ତାହା ମଧ୍ୟ ଜାଣିବା। ଏ ବ୍ରତ କରିକି କିଏ କଣ ଫଳ ପାଇଛି ତାହା ମଧ୍ୟ ଜାଣିବା। ତେବେ ଆସନ୍ତୁ ଜାଣିବା। ପ୍ରଥମରେ ଜାଣନ୍ତୁ, ମୋକ୍ଷ ଲାଭ କରିବା ପାଇଁ ଯୋଉ 4ଟି ବ୍ରତ କଥା କୁହାଯାଇଛି ଆମ ପୁରାଣ ମାନଙ୍କରେ, ସେଥିମଧ୍ୟରୁ ଏ ମହାଶିବରାତ୍ରି ବା ଜାଗରର ଏଇ ଯୋଉ ବ୍ରତ ଅନ୍ୟତମ। ପ୍ରଥମେ ଜାଣନ୍ତୁ, ଯଦି ଆପଣ ଏ ବ୍ରତ କରିବେ ତାହେଲେ ଆପଣଙ୍କୁ ପୁନର୍ଜନ୍ମ ଆଉ ଲାଭ କରିବାକୁ ପଡିବନି, ମାନେ ଆଉ ଆପଣଙ୍କର ପୁନର୍ଜନ୍ମ ହବନି। ଆପଣ ଶିବାଳୟକୁ ଗମନ କରିବେ, ଯୋଉଠି ମହାଦେବ ବାସ କରନ୍ତି ନା, ସେଇଠିକି ଆପଣ ଶିବଧାମକୁ ଗତି କରିବେ ଆପଣ। ସେହିପରି ଶିବରାତ୍ରି ପାଳନ କଲେ କଣ ହବ ନା, ଆମର ଯୋଉ ବିବାହରେ ବିଳମ୍ବ ଦେଖାଦିଏ କିମ୍ବା ବିବାହରେ ଯୋଉ ସମସ୍ୟା ଯଦି ଆପଣଙ୍କର ଦେଖାଯାଉଛି, ତାହେଲେ ଆପଣଙ୍କୁ ଶିବରାତ୍ରି ବ୍ରତ ପାଳନ କରିବା ଆବଶ୍ୟକ। ବିବାହକୁ ନେଇକି ଯେ କୌଣସି ସମସ୍ୟା ଥାଉ, ଆପଣଙ୍କୁ ଶିବରାତ୍ରିର ବ୍ରତ ପାଳନ କରିବା ଆବଶ୍ୟକ। ଖାସ କରିକି ଝିଅ ମାନେ, କନ୍ୟା ମାନେ ଏଇ ଯୋଉ ମହାଶିବରାତ୍ରିରେ ଏ ବ୍ରତକୁ ବହୁତ ଭାବରେ, ମାନେ ବିଶେଷ ଭାବରେ ବେଶୀ ପାଳନ କରନ୍ତି। ଆଉ ଏବେ ତ କଣ ପୁଅ କଣ ଝିଅ ପ୍ରାୟ ସମସ୍ତେ ଏ ବ୍ରତକୁ ପାଳନ କରୁଛନ୍ତି, ମୁଁ ଦେଖୁଛି। କାହିଁକିନା ଆମ ମନ୍ଦିରକୁ ମଧ୍ୟ ବହୁତ ସଂଖ୍ୟାରେ ଲୋକମାନେ ଆସନ୍ତି, ଏ ବ୍ରତକୁ ପାଳନ କରନ୍ତି, ଦୀପ ଜାଳନ୍ତି, ଉଜାଗର ହେଇକି ଦୀପ ଜାଳନ୍ତି। ତେଣୁ ଏ ବ୍ରତକୁ ପାଳନ କରନ୍ତୁ, ଆଉ ଏ ବ୍ରତର ସଠିକ ବିଧିରେ ପାଳନ କରିବେ। ନା କି ଖାଲି ଶିବ ମନ୍ଦିର ଗଲେ ସନ୍ଧ୍ୟା ସମୟରେ ଟିକେ ସମୟ ଦୀପ ଜାଳିଦେଲେ, ସେମିତି ନାହିଁ। ଜାଗର ବ୍ରତର ଯାହା ନିୟମ ରହିଛି, ମହାଶିବରାତ୍ରି ବ୍ରତର ଯାହା ନିୟମ ରହିଛି, ସେ ନିୟମ ଅନୁସାରେ ଆପଣ ବ୍ରତକୁ ପାଳନ କରନ୍ତୁ। ଆଉ ଯାହା ମନୋକାମନା ନେଇକି ଆପଣ କରିବେ ନା, ଯାହା ବି ମନୋକାମନା ଥାଉ, ମହାଶିବରାତ୍ରି ଦିନଟି ଗୋଟିଏ ଏଭଳି ଦିନ ଯୋଉ ଦିନ ବା ଏଇ ଯୋଉ ରାତିଟା ମହାଶିବରାତ୍ରି ଏଥିପାଇଁ କୁହାଯାଉଛି ନା, ଏ ଦିନ ମା ପାର୍ବତୀ ଏବଂ ମହାଦେବଙ୍କର ବିବାହ ହେଇଥିଲା। ତେଣୁ ଯେହେତୁ ଏ ଦିନଟି ଅତି ଶୁଭ ଦିନ, ଆଉ ଶିବଙ୍କର, ମହାଦେବଙ୍କର ଅତି ପ୍ରିୟର ରାତି ହଉଛି ଏ ଦିନ, ତେଣୁ ଆପଣ ଯଦି ସଠିକ ବିଧିରେ ପାଳନ କରିବେ ନା ଏ ଜାଗରର ବ୍ରତକୁ ଉଜାଗର ହେଇକି, ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କର ସମସ୍ତ ମନୋକାମନା ଆପଣଙ୍କର ପୂର୍ଣ୍ଣ ହବ। ତେବେ ଏବେ ଆସନ୍ତୁ ଜାଣିବା ଯେ ଯୋଉ ଫାଲ୍ଗୁନ ମାସର ଚତୁର୍ଦ୍ଦଶୀ ତିଥିରେ ଏ ଯୋଉ ମହାଶିବରାତ୍ରି ପଡେ ବା ଶିବରାତ୍ରି ପଡେ, ତାକୁ ମହାଶିବରାତ୍ରି ବୋଲି କାହିଁକି କୁହନ୍ତି? ଆସନ୍ତୁ ଜାଣିବା। ଦେଖନ୍ତୁ, ପ୍ରଥମେ ଜାଣନ୍ତୁ ଯେ ଶିବପୁରାଣ ଅନୁସାରେ ଏଇ ଦିନ ମହାଦେବ ଲିଙ୍ଗ ସ୍ୱରୂପରେ ପ୍ରକଟ ହେଇଥିଲେ। এই କଥାକୁ ନେଇକି ଗୋଟେ ସୁନ୍ଦର କଥାଟିଏ ମଧ୍ୟ ଅଛି, ଗପଟିଏ ଅଛି। ଆପଣମାନେ ହୁଏତ ଜାଣିବି ଥିବେ, ତଥାପି ମୁଁ କହୁଛି। ଥରେ ବ୍ରହ୍ମା ଏବଂ ନାରାୟଣଙ୍କ ମଧ୍ୟରେ ଟିକେ ବିବାଦ ସୃଷ୍ଟି ହେଲା ଯେ ମୁଁ ବଡକୁ ନେଇକି, କିଏ ବଡ ଆମ ଭିତରେ, ବ୍ରହ୍ମା ବଡ ନା ନାରାୟଣ ବଡ? ତେଣୁ এই କଥାକୁ ନେଇକି ମହାଦେବଙ୍କ ପାଖକୁ ସେ ଆସିଲେ। ସେ କହିଲେ ଯେ ମହାଦେବ, ଆପଣ ନିର୍ଣ୍ଣୟ କରନ୍ତୁ ଆମ ଦୁଇ ଜଣଙ୍କ ଭିତରେ କିଏ ବଡ। ତ ମହାଦେବ କହିଲେ ଯେ ଦେଖିଲେ ବ୍ରହ୍ମା ଆଉ ନାରାୟଣଙ୍କ ଭିତରେ କଳି ସମାଧାନ କରିବାଟା ବି ତ ସହଜ ନୁହଁ। ମହାଦେବ କଣ କଲେ ନା, ଲିଙ୍ଗ ସ୍ୱରୂପରେ ପ୍ରକଟ ହେଲେ ଏବଂ କହିଲେ ଯେ ତମ ଦୁଇ ଜଣଙ୍କ ମଧ୍ୟରୁ ଯିଏ ମୋର ଆରମ୍ଭ ଆଉ ଯିଏ ଶେଷ, ମାନେ ତଳ ଭାଗ ଏବଂ ଅଗ୍ରଭାଗ, ଯିଏ ପ୍ରଥମେ ଖୋଜିକି ପାଇବ, ଆଦି ଅନ୍ତ ଯିଏ ଖୋଜିକି ପାଇବ, ସିଏ ବଡ। ତ ବ୍ରହ୍ମା ଏବଂ ନାରାୟଣ ମଧ୍ୟ ଏ କଥାରେ ହଁ ଭରିଲେ ଏବଂ ନାରାୟଣ ଗଲେ ତଳ ଭାଗକୁ, ଆରମ୍ଭ ଭାଗ ଖୋଜିବା ପାଇଁ, ଆଉ ବ୍ରହ୍ମା ଗଲେ ଅଗ୍ରଭାଗ, ଉପର ଭାଗକୁ ଖୋଜିବା ପାଇଁ। ତ ଏମିତି ବହୁତ ଦିନ ବିତିଗଲା। ବ୍ରହ୍ମାଙ୍କ କଥା କଣ ହେଇଛି ନା, ବ୍ରହ୍ମା
ଉପରକୁ ଉପରକୁ ଯାଉଛନ୍ତି କିନ୍ତୁ ଲିଙ୍ଗ ସରୁନି। ସେମିତି ଉପରକୁ ବ୍ରହ୍ମା ଯାଉଛନ୍ତି। କିଛି ବାଟ ଗଲା ପରେ, କିଛି ଦିନ ଗଲା ପରେ କ'ଣ ହେଇଛି ନା ବ୍ରହ୍ମା ଯାଉଛନ୍ତି, ସେ ସମୟରେ କେତକୀ ଫୁଲଟିଏ ଉପରୁ ଖସି ଖସି ଆସୁଛି। ବ୍ରହ୍ମାଙ୍କର ନଜର ପଡ଼ିଲା, ସେ କେତକୀ ଫୁଲ ପାଖକୁ ଗଲେ, ପହଞ୍ଚିଲେ। ପହଞ୍ଚିବା ପରେ କେତକୀକୁ ପଚାରିଲେ, ତୁ କୋଉଠୁ ଆସୁଛୁ? ସେ କହିଲା, ମୁଁ ମହାଦେବଙ୍କର ଲିଙ୍ଗର ଅଗ୍ରଭାଗରେ ଥିଲି, ସେଇଠୁ ଖସିକି ଆସୁଛି। ବ୍ରହ୍ମା ବହୁତ ଖୁସି ହେଇଗଲେ, ଯାଉ ବୋଧେ ଆଉ ଅଳ୍ପ ବାଟ। ତଳେ ପଚାରିଲେ, ତାହେଲେ ଆଉ କେତେ ବାଟ ରହିଲା? ସେ କହିଲା, ଆଜ୍ଞା ମୁଁ ବି ଜାଣିନି, କାହିଁକି ନା ମୁଁ ବି ନିଜେ ଜାଣିନି ମୁଁ କେବେଠାରୁ ଖସୁଛି ଆଉ କେତେ ଦିନ ହେଲାଣି ଖସୁଛି। ତ ବ୍ରହ୍ମା ଟିକେ ଦୁଃଖୀ ହେଇଗଲେ। ସେ ଯା ହଉ, ତେଣୁ ବ୍ରହ୍ମା ସେଇଠୁ ଜାଣିବାକୁ ପାଇଲେ ଯେ ପ୍ରକୃତରେ ମହାଦେବଙ୍କର ମାନେ ଅଗ୍ରଭାଗ ଖୋଜିବାଟା କଷ୍ଟ ବା ଖୋଜି ହବନି। ତେଣୁ ପ୍ରମାଣ ସ୍ୱରୂପ ସେ କେତକୀ ଫୁଲକୁ ପାଇଛନ୍ତି, ଆଉ ୟାକୁ ନେଇକି ସେ ପ୍ରମାଣ ରୂପରେ ଦେଇପାରିବେ, ନାରାୟଣଙ୍କ ପାଖରେ କହିଦେବେ, ତେଣୁ ସେ ବଡ଼ ହେଇଯିବେ। ତେଣୁ କେତକୀକୁ ସେଇଠୁ ଧରିକି ପଳେଇ ଆସିଲେ ଆଉ କେତକୀକୁ ଅନୁରୋଧ କଲେ, କେତକୀ ଫୁଲକୁ, ଯେ ତୁ ମୋ ପାଇଁ ଟିକେ ମିଛ କହିବୁ ମୁଁ ତତେ ଯାଇକି ଶିବଲିଙ୍ଗର ଅଗ୍ରଭାଗରୁ ନେଇକି ମୁଁ ଆସିଛି। ଏପଟେ ନାରାୟଣ ତ ତଳକୁ ଯାଇଛନ୍ତି, ସେ ମଧ୍ୟ ପାଇଲେ ନାହିଁ ତଳ, ତେଣୁ ସେ ମଧ୍ୟ ନିରାଶ ହେଲେ। ତ ଉଭୟ ଫେରି ଆସିଲେ। ବ୍ରହ୍ମା ଆଉ ନାରାୟଣଙ୍କର ଦେଖା ହେଲା। ବ୍ରହ୍ମା କହିଲେ, ଦେଖନ୍ତୁ ନାରାୟଣ, ମୁଁ ଯାଇଥିଲି, ଅଗ୍ରଭାଗ ଦେଖିକି ଆସିଲି ଏବଂ ତାର ପ୍ରମାଣ ହଉଛି କେତକୀ ଫୁଲ, ସେଇଠୁ ମୁଁ ୟାକୁ ନେଇକି ଆସିଲି। ଏ କଥା ଯେତେବେଳେ ମହାଦେବଙ୍କ କାନରେ ପଡ଼ିଲା, ମହାଦେବ ଜାଣିଲେ ଯେ ବ୍ରହ୍ମା ତ ମିଛ କହୁଛନ୍ତି। ତେଣୁ ରାଗିଗଲେ। ରାଗିକି ବ୍ରହ୍ମାଙ୍କୁ ଅଭିଶାପ ମଧ୍ୟ ଦେଇଥିଲେ ଯେ ଆପଣଙ୍କର ମର୍ତ୍ତ୍ୟପୁରରେ ଏଇ ମିଛ ପାଇଁ କେହି ପୂଜା କରିବେନି ଆପଣ। ଏବଂ ବ୍ରହ୍ମା ତ ମିଛ କହିଛନ୍ତି, କ'ଣ ବା କରିବେ? ଯା ହଉ, ମହାଦେବଙ୍କୁ ଅନୁରୋଧ କଲେ ତାଙ୍କର ସେ ଅଭିଶାପ ଫେରିବା ପାଇଁ। ଏପଟେ କେତକୀ ଫୁଲକୁ ମଧ୍ୟ ମହାଦେବ ଅଭିଶାପ ଦେଲେ ଯେ କେତକୀ, ତୁ ମିଛ କହିଛୁ, ତେଣୁ ତୁ ଆଉ କେବେ ବି ମୋ ଉପରେ ଚଢ଼ିପାରିବୁନି, ମୋ ଉପରେ ଲାଗିପାରିବୁ ନାହିଁ, ମୋ ପୂଜାରେ ତୁ ଆଉ ଲାଗିବୁ ନାହିଁ। କେତକୀ ମୁଣ୍ଡରେ ତ ବଜ୍ର ପଡ଼ିଗଲା। ବିଚରା ବ୍ରହ୍ମାଙ୍କ କଥାରେ ପଡ଼ିକି ଟିକେ ମିଛ କହିଛି କି ନାହିଁ, ମହାଦେବ ତାକୁ ଏତେ ବଡ଼ ଶାସ୍ତିଟିଏ ଦେଇଦେଲେ। ଦେବଦେବ ମହାଦେବ ଯେତେବେଳେ ଶାସ୍ତି ଦଉଛନ୍ତି, ଆଉ କିଏ ବା ତାକୁ ହରଣ କରିବ? ତ ସମସ୍ତେ, ବ୍ରହ୍ମା ହୁଅନ୍ତୁ କିମ୍ବା କେତକୀ ଫୁଲ, ମହାଦେବଙ୍କୁ କ୍ଷମା ପ୍ରାର୍ଥନା କଲେ। ଆଉ ମହାଦେବ ଯେମିତି କ୍ଷଣ କୋପି ରାଗି ଯାଆନ୍ତି, ସେମିତି ଶାନ୍ତ ବି ହୁଅନ୍ତି। ଆଉ ଶାନ୍ତ ହେଲେ ସବୁକିଛି ସୁଧାରି ବି ଦିଅନ୍ତି। ରାଗିଲେ ସବୁକିଛି ବିନାଶ କରିଦିଅନ୍ତି, ଶାନ୍ତ ହେଲେ ସବୁକିଛି ସୁଧାରି ବି ଦିଅନ୍ତି। ତ ସେଇଆ ହେଲା। କେତକୀ ଫୁଲକୁ ପୁଣି ସେ ବରଦାନ ଦେଲେ ଯେ ମୁଁ ତ କହିସାରିଛି ତୁମ ପୂଜାରେ ଲାଗିବନି, ତେଣୁ ତୁ ତ ଲାଗି ଆଉ ପାରିବୁନି, କାହିଁକିନା ବଚନ ଆଉ କେବେ ଫେରେଇ ହବନି, କଥା କେବେ ଫେରେଇ ହବନି। ତଥାପି ଗୋଟେ ବାଟ ବାହାର କଲେ ମହାଦେବ। କହିଲେ ଯେ ମହାଶିବରାତ୍ରି ବା ଫାଲ୍ଗୁନ ମାସର ଚତୁର୍ଦ୍ଦଶୀ ତିଥିରେ, କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ, ଏଇ ଯୋଉ ଦିନରେ ତୁ କେବଳ ଏଇ ଗୋଟିଏ ଦିନ ମୋ ଉପରେ ଲାଗିପାରିବୁ ବା ମୋ ପାଖରେ ଚଢ଼ିପାରିବୁ। ତେଣୁ ଆପଣମାନେ ଜାଣନ୍ତୁ ଯେ ଏଇ ଯୋଉ ମହାଶିବରାତ୍ରି ଦିନ ଯଦି ଆପଣ କେତକୀ ଫୁଲ ମହାଦେବଙ୍କ ପାଖରେ ଚଢ଼େଇବେ, ଯେ କୌଣସି ମନସ୍କାମନା ନେଇକି ଚଢ଼େଇବେ, ଆପଣଙ୍କର ପୂର୍ଣ୍ଣ ହବ। ଇଏ ଥିଲା ଗୋଟିଏ କଥା, ଯୋଉଥିପାଇଁ କି ଶିବରାତ୍ରିଟିକୁ ମହାଶିବରାତ୍ରି ବୋଲି କୁହାଯାଏ। ସେହିପରି ଏହି ଦିନ ମହାଦେବ ଏବଂ ମା ପାର୍ବତୀଙ୍କର ବିବାହ ମଧ୍ୟ ହେଇଥିଲା। ତେଣୁ ଏ ଦିନଟି, ସେଥିପାଇଁ ମହାଶବ୍ଦଟି ଲାଗିଛି ଏ ଦିନରେ। ସେହିପରି କୁହାଯାଏ ଯେ ସମୁଦ୍ର ମନ୍ଥନ ଯେତେବେଳେ ହେଲା ଆଉ ସେଥିରୁ ହଳାହଳ ନାମକ ଯୋଉ ବିଷ ବାହାରିଲା, ସେ ବିଷକୁ ତ ମହାଦେବ ପାନ କଲେ। ପାନ କରିବା ଦ୍ୱାରା ମହାଦେବ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ତେଣୁ ସମସ୍ତ ଦେବତାମାନେ ମହାଦେବଙ୍କର ଜଳାଭିଷେକ କଲେ ଏବଂ ବେଲପତ୍ର ମହାଦେବଙ୍କୁ ଅର୍ପଣ କରିଥିଲେ। ଆଉ ଏଇ ଦିନ ମଧ୍ୟ କୁହାଯାଏ କି ଏଇ ଯୋଉ ଶିବରାତ୍ରି ଥିଲା ବା ଏଇ ଯୋଉ ତିଥି ଥିଲା, ଏ ଦିନ ଥିଲା। ତେଣୁ ମହାଶିବରାତ୍ରି ବା ମହାଶବ୍ଦଟି ଏହି ଶିବରାତ୍ରିରେ ଲାଗିଛି। ଅନ୍ୟ 12ଟି ଯାକ ବା 11ଟି ଯାକ ଶିବରାତ୍ରିକୁ ଖାଲି ଶିବରାତ୍ରି ବୋଲି କୁହାଯାଏ। ଅନ୍ୟ 11ଟି ଯାକ ଏଇ ଯୋଉ ତିଥି ଯେତେବେଳେ ଆସେ, এই সময়କୁ ଶିବରାତ୍ରି ବୋଲି କୁହାଯାଏ। କେବଳ ଏଇ ଦିନକୁ, ଫାଲ୍ଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିକୁ ମହାଶିବରାତ୍ରି ବୋଲି କୁହାଯାଏ। ଆପଣମାନେ ଯେତେବେଳେ ମହାଦେବଙ୍କର ଏ ଦିନ ପୂଜା କରୁଛନ୍ତି ନା, ତେଣୁ ଆପଣମାନେ ମଧ୍ୟ ଏଇ ମହାଶବ୍ଦର ଫାଇଦା ଉଠାନ୍ତୁ ବା ମହାଶବ୍ଦରେ ଆପଣମାନେ ମଧ୍ୟ ପୂଜା କରନ୍ତୁ। ଯେମିତିକି ମହା ଆଡମ୍ବରରେ ମହାଦେବଙ୍କର ପୂଜା କରନ୍ତୁ। ଯେମିତି ପୂଜା କରିବା ପାଇଁ ଯାଉଥିଲେ, ଆପଣ ଶିବ ମନ୍ଦିରକୁ ବେଲପତ୍ର ଫୁଲ ସମସ୍ତେ ନେଇକି, ଭୋଗରାଗ ନେଇକି ସମସ୍ତେ ଯାଆନ୍ତି। କିନ୍ତୁ ଏ ଦିନ ଯଦି ଆପଣଙ୍କର କିଛି ମନୋକାମନା ଅଛି ନା, କିଛି ଯଦି ବିଶେଷ ଫଳପ୍ରାପ୍ତିର ଆଶା ଆପଣଙ୍କର ଅଛି ନା, ତାହେଲେ ଆପଣ କ'ଣ କରିବେ ଜାଣନ୍ତି? ମହାଦେବଙ୍କୁ ଧରନ୍ତୁ, ଆପଣ ସବୁଦିନ ଯାଉଛନ୍ତି, 10ଟି କି 11ଟି 21ଟି ଏଭଳି ବେଲପତ୍ର ଚଢ଼ଉଛନ୍ତି। ଏ ଦିନ ଚେଷ୍ଟା କରନ୍ତୁ 108ଟି ବେଲପତ୍ର ଚଢ଼େଇବା ପାଇଁ।
କିଛି ଅଲଗା ପ୍ରକାରର ଭୋଗ ନେଇକି ଯିବା ପାଇଁ, କିମ୍ବା ଆପଣ ଯେତେବେଳେ ଯାଆନ୍ତି ମହାଦେବଙ୍କୁ 108ଟି ବେଲପତ୍ର ଅର୍ପଣ କରନ୍ତି। ତେବେ ବେଲପତ୍ରରେ ଏଦିନ କ'ଣ କରିବେ ନା ମହାଦେବଙ୍କର ଓମ୍ ନମଃ ଶିବାୟ ବେଲପତ୍ରରେ ଲେଖନ୍ତୁ ଓମ୍ ନମଃ ଶିବାୟ ଲେଖିକି ମହାଦେବଙ୍କୁ ଅର୍ପଣ କରନ୍ତୁ। ନଚେତ୍ ବେଲପତ୍ରର ସଂଖ୍ୟା ବଢ଼ାନ୍ତୁ, ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ, କିଛି ବିଶେଷ ବିଧିରେ ଆପଣ ପୂଜା କରନ୍ତୁ। ତେବେ ଏ ଉପରେ ମଧ୍ୟ ମୋର ଭିଡ଼ିଓ ଆସିବ, ଆଗକୁ ଅପେକ୍ଷା କରନ୍ତୁ। ମହାଶିବରାତ୍ରି ଦିନ ଆମେ ମହାଦେବଙ୍କୁ କେମିତି ପୂଜା କରିବା ୟା ଉପରେ ଭିଡ଼ିଓ ଆସିବ, ସେ ଭିଡ଼ିଓକୁ ଦେଖିବେ। ବହୁତ କିଛି କଥା ଆପଣଙ୍କ ପାଇଁ ବଢ଼ିଆ ବଢ଼ିଆ କଥା ରହିବ, ତେଣୁ ଭିଡ଼ିଓକୁ ନିହାତି ଭାବରେ ଦେଖିବେ। ତେଣୁ ଏ ଥିଲା ମହାଶିବରାତ୍ରି କାହିଁକି କୁହାଯାଏ ଆଉ କାହିଁକି ପାଳନ କରିବା କଥା। ଏଥିପାଇଁ ପାଳନ କରିବା କଥା, ମହାଶିବରାତ୍ରି ଦିନ ମା ପାର୍ବତୀ ଶଙ୍କରଙ୍କୁ ବିବାହ କରିଥିଲେ। ତେଣୁ ମହାଦେବ ଭାରି ଖୁସି ଥାନ୍ତି ଏ ଦିନ, ଆଉ ଏ ରାତିଟି ଭାରି ପ୍ରିୟ ତାଙ୍କର। ତେଣୁ ଏ ଦିନ ଯଦି ଆପଣ ଯାହା ମାଗିବେ ମହାଦେବଙ୍କୁ, ସେ ନିଶ୍ଚିନ୍ତ ଭାବରେ ଆପଣଙ୍କର କଥା ଶୁଣିବେ। ତାମାନେ ନୁହଁ ଯେ ଆପଣଙ୍କର ଯୋଗ୍ୟତା ଠାରୁ ଅଧିକ ଆପଣ ମାଗିବେ, ଆବଶ୍ୟକତା ଠାରୁ ଅଧିକ ମାଗିବେ, ଯୋଉଟା ଆପଣଙ୍କର ଭାଗ୍ୟରେ ନାହିଁ ଆପଣ ସେଟା ମାଗିବେ ଆଉ ଆପଣଙ୍କୁ ମିଳିଯିବ। ନ ମିଳୁ ବୋଲି ମୁଁ କହୁନି, କାହିଁକିନା ଯୋଉଟା ହେଇପାରିବନି ସେଟା ମହାଦେବ ଦେଇପାରିବେ, ଆଉ କେହି ଦେଇପାରିବେନି ସଂସାରରେ। ଯୋଉଟା ହଉନଥିବ ବି ମହାଦେବ ଦେଇଦେବେ। ତେଣୁ ମୁଁ ବି ଚାହିଁବି ଆପଣଙ୍କର ହଉ, ଯୋଉଟା ଆପଣ ଚାହୁଁଛନ୍ତି ସେଟା ପ୍ରାପ୍ତ କରନ୍ତୁ, କିନ୍ତୁ ବିଶେଷ ବିଧିରେ, ସଠିକ ବିଧିରେ ଆପଣମାନେ ମହାଦେବଙ୍କର ଏଦିନ ପୂଜା କରନ୍ତୁ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓ ଭଲ ଲାଗୁଥିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ।